बड़ माता, अशेष अशेष धन्यवाद। लागुला अनंत काल मुझे प्रतीक्षा आज से क्षण आसी आपको कोटि कोटि प्रणाम। धन्य धन्य बाबू श्रीराम, एबे लिभि जीव बापर नाम। हे मारुति, तुमको कोटि कोटि धन्यवाद। आमे सर्वदा तुमर ऋणी रहिबु। जदि तुमे अयोध्या आसी नथांत आउ आमको मार्गदर्शन देई नथांत तेबे आमको ई शुभ दिन देखिबाकू मिली नथांता। पुत्र मारुति, मोर मन कहूची जे जो पुत्र को मु जन्म देइछि ना तो से साधारण आउ ना भी तमे। कदाचित तमर आउ मो पुत्रंकर को जुगरु किछि संपर्क अछि। तम दुहिंकर जन्म ए संसार रे कोनोसी विशेष कार्य निमंते हेछि। मते भी बाबू को कोलरे धरबार सुजोग प्राप्त हब। अरे मते तो बाबू को कोलरे धरबार सुजोग काहे दौनांदी। पुत्र मारुति, नारायण नारायण, आज जने परम भक्त साक्षात भगवान को कोଳରେ धरिचंती।
संसार रे याठु दिव्य और अलौकिक दृश्य आउ किछि भी हेई पारे ना। नारायण नारायण। राम श्री राम जय जय राम। राम श्री राम जय जय राम। श्यामल सकल सुगामी सक्षम राम मर्यादा पुरुषोत्तम। श्यामल सकल सुगामी सक्षम राम मर्यादा पुरुषोत्तम। श्यामल सकल सुगामी सक्षम राम मर्यादा पुरुषोत्तम। অযোধ্যার উত্তরাধিকারী অযোধ্যার উত্তরাধিকারীর জয় অযোধ্যার উত্তরাধিকারীর জয় মহারাজ দশরথের জয় মহারাজ দশরথের জয় মহিমা মণ্ডিত রঘুকুলের জয় মহিমা মণ্ডিত রঘুকুলের জয়। हे लंकेश सही विशिष्ट क्षण उपस्थित हेची जहार प्रतीक्षा मते वर्ष वर्ष रुथिला अर्थात तमर महान दशानन यज्ञ संपूर्ण हेबाकु जाउची। एबे तमको लंकार शत्रु माननको विनाश आउ समग्र संसार रे तुमर विजय ध्वजा उड़ेबाकु पड़िबो। एही कारणरु तमे निजर तपस्या पूर्ण करी तत्काल निज नगरी को फेरी आस। केवल लंका को नुह समस्त राक्षस कुल को तुमर प्रतीक्षा रही लंकेश। स्वाहा।
ଲଙ୍କେଶ ତମର ଦଶାନନ ଯଜ୍ଞ ସମ୍ପୂର୍ଣ୍ଣ ହେଇଛି। ଏବେ ତାର ଫଳ ପ୍ରାପ୍ତ କରିବାର ସମୟ ଆସି ଯାଇଛି। ବିଷ୍ଣୁଙ୍କୁ ଯୋଗ ନିଦ୍ରାରୁ ଜାଗ୍ରତ କରିବାର ସମୟ ଆସିଯାଇଛି। ଏ ଦଶ ଅବତାର ବିଷ୍ଣୁ ଏହି ସଂସାରକୁ ବଞ୍ଚେଇବା ପାଇଁ ଆପଣ ପ୍ରତ୍ୟେକ କଳ୍ପରେ ନିଜର 10 ରୂପ ଧାରଣ କରନ୍ତି। ବରାହ, କୁର୍ମ, ମତ୍ସ୍ୟ ରୂପ ନେଇ ଏ ସଂସାରକୁ ବଞ୍ଚେଇଥାନ୍ତି। ଆପଣଙ୍କ ମହିମା, ଆପଣଙ୍କ ପ୍ରତିଷ୍ଠାର ଆଧାର ନିଜର 10 ଅବତାର ଧାରଣ କରିବାରେ ଅଛି, ଯାହାକୁ ଏ ସଂସାର ଆପଣଙ୍କ ଲୀଳା କହିଥାଏ। ଏବେ ତ ଏ ସଂସାର ଦେଖିବ ରାବଣ ଲୀଳା, କାରଣ ଏବେ ଏହି ସୃଷ୍ଟିରେ କେବଳ ଆପଣଙ୍କର 10 ଅବତାର ସ୍ୱରୂପ ହିଁ ନାହିଁ। ଏବେ ରାବଣ ବି ଦଶାନନ, ରାବଣର ବି ଏବେ 10 ରୂପ ଅଛି। ଆଉ ଏବେ ଦଶାନନ ରାବଣ ଏ ସୃଷ୍ଟିରୁ ବିଷ୍ଣୁଙ୍କ ସତ୍ତା ହିଁ ନୁହଁ, ବିଷ୍ଣୁଙ୍କ ନାମକୁ ବି ଲିଭେଇଦବ। ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ହେ ପରମ ପିତା ବ୍ରହ୍ମା, ପ୍ରକଟ ହୁଅନ୍ତୁ। କୈକସୀ ପୁତ୍ର ରାବଣର ଆପଣଙ୍କ ଦର୍ଶନର ଅଭିଳାଷ ଅଛି, ପ୍ରକଟ ହୁଅନ୍ତୁ। କୁହ ପୁତ୍ର, କଣ ଚାହୁଁଛ ତମେ? ଆପଣଙ୍କ ଉପଦେଶ ଅନୁସାରେ ମୁଁ ଦଶାନନ ଯଜ୍ଞ ପୂର୍ଣ୍ଣ କରିସାରିଛି। ଏବେ ମୋତେ ଯଜ୍ଞ ଫଳ ଅର୍ଥାତ୍ ମନୋବାଞ୍ଛିତ ବରଦାନ ଆବଶ୍ୟକ। ଅବଶ୍ୟ ତୁମେ ବର ପାଇବାର ଅଧିକାରୀ। ଯାହା ବି ତୁମର ଇଚ୍ଛା ଅଛି ମୁଁ ଅବଶ୍ୟ ତାକୁ ପୂର୍ଣ୍ଣ କରିବି। କୁହ, ଏବେ କଣ ଚାହୁଁଛ ତମେ? ବିଧାତା ହେବା ପାଇଁ ଚାହୁଁଛି। ଆପଣ ହିଁ ତ ଏ ବ୍ରହ୍ମାଣ୍ଡର ବ୍ରହ୍ମଦେବ। ସଂସାରର ପ୍ରତ୍ୟେକ ମନ୍ଦିରରେ ବିଧାତା ରାବଣର ଦଶାନନ ରୂପର ମୂର୍ତ୍ତି ରହିବା ଆବଶ୍ୟକ। ସମଗ୍ର ସୃଷ୍ଟିରେ କେବଳ ମୋର ପୂଜା ହେବା ଆବଶ୍ୟକ। ମୁଁ ହିଁ ହେବି ସମସ୍ତ ପ୍ରାଣୀମାନଙ୍କ ଈଶ୍ୱର, ସମସ୍ତଙ୍କ ରକ୍ଷକ, ସମସ୍ତଙ୍କ ପାଳନକର୍ତ୍ତା। କେବଳ ମୋ ନାମ ହିଁ ଜପ କରାଯିବ, କେବଳ ମୋ ନାମର ହିଁ ଭକ୍ତି ହେବ। ବିଧାତା ରାବଣ ହିଁ ହେବ ଏ ସୃଷ୍ଟିର ଏକମାତ୍ର ଭଗବାନ। ତଥାସ୍ତୁ।
ତଥାସ୍ତୁ କଣ କୌଣସି କିନ୍ତୁ ପରନ୍ତୁ ନାହିଁ? ପରନ୍ତୁ ଗୋଟିଏ କଥା ସ୍ମରଣ ରଖିବା ପୁତ୍ର, ଭକ୍ତ ଭଗବାନ ଆଉ ଭକ୍ତି ଭିତରେ ଅତ୍ୟନ୍ତ ଗୂଢ଼ ସମ୍ପର୍କ ରହିଥାଏ। ଅର୍ଥାତ୍ ଯଦି ଗୋଟିଏ ବି ଭକ୍ତ ତମର ଉପାସନାରୁ ବଞ୍ଚିତ ରହିବ, ଯଦି ଗୋଟିଏ ବି ପ୍ରାଣୀ ଅନ୍ୟ କୌଣସି ଈଶ୍ୱରଙ୍କୁ ପୂଜା କରିବ, ତେବେ ତମେ କେବେ ପୂର୍ଣ୍ଣ ବିଧାତା ହୋଇପାରିବନି। ଭୟ ବହୁତ ଭଲ ହେଇଥାଏ ବ୍ରହ୍ମଦେବ। ମୋ ଭୟରେ ସ୍ୱୟଂ କାଳର ସିଂହାସନ ବି କମ୍ପି ଉଠେ। ତେବେ ମତେ କିଏ ଅବଜ୍ଞା କରିବ? ଧନ୍ୟବାଦ। ପ୍ରିୟ ରାକ୍ଷସଗଣ, ଆଜିଠାରୁ ମୁଁ ତମମାନଙ୍କର କେବଳ ଅଧିପତି ଲଙ୍କେଶ ରାବଣ ନୁହେଁ, ଅପିତୁ ଏହି ସମଗ୍ର ବ୍ରହ୍ମାଣ୍ଡର ବିଧାତା ରାବଣ ମୁଁ। ଏବେ ଏହି କ୍ଷଣରୁ ଆରମ୍ଭ ହେବାକୁ ଯାଉଛି ଆମ ରାକ୍ଷସଙ୍କ ବିଜୟ ଯାତ୍ରା। ବୟମ୍ ରକ୍ଷାମଃ। ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ମହାରାଜ ରାବଣଙ୍କର ବୟମ୍ ରକ୍ଷାମଃ।